ଅଧିକା ଯେତେ ଖୁସିରେ ମୁଁ ବାହାରିକି ଯାଉଛି ହେଲେ ବିପଦ କ'ଣ ଆପଣଙ୍କୁ ଇନଭାଇଟ୍ କରି ଆସିବ? ବିପଦ ଯେତେବେଳେ ହବାର ଥିବ ନା ନିଶ୍ଚୟ ହବ। ଆଉ ଗାଡ଼ି ଆପଣ ଯେତେ ଧୀରେ ଚଲାନ୍ତୁ ଯେଉଁଟା ହବାର ଥିବ ନା ସେଇଟା ନିଶ୍ଚୟ ହବ। ହେଲେ କ'ଣ ପାଇଁ ଏ ଜିନିଷଟା କହୁଛି ଆପଣ ଭିଡ଼ିଓଟି କଣ୍ଟିନ୍ୟୁ କରନ୍ତୁ ନିଶ୍ଚୟ ଜାଣିପାରିବେ। ତ ଆମେ ଆଜି ଦୁଇ ଜଣ ବାହାରି ପଡ଼ିଥିଲୁ ଟିକେ ଆଜି ଟିକେ ଷ୍ଟେସନାରୀ ସପିଂ କରିବା ପାଇଁ। ଯେହେତୁ ଦୁର୍ଗା ପୂଜା ଗଲା ମୁଁ କିଛି କିଣାକିଣି କରିନଥିଲି ସେଥିପାଇଁ ଆଜି ବାକି ଥିବା ଜିନିଷଟାକୁ ପୂରଣ କରିଥିଲି। ତାପରେ ଯାଇ ପହଞ୍ଚିଥିଲୁ ବାବୁଙ୍କ ପାଇଁ V2ରେ କାରଣ ତାଙ୍କର ଅଫିସିଆଲି କିଛି ଡ୍ରେସ୍ ନେବାର ଥିଲା ତ ମୋର କିଛି ଟପ୍ ନେବାର ଥିଲା। ସେଥିପାଇଁ ଦୁହେଁ ଆମେ ଆଜି ବହୁତ ମନ ଖୁସି ଯାଇ ପହଞ୍ଚିଥିଲୁ ଆଉ କିଣାକିଣି ବି କରିଥିଲୁ। ହେଲେ ଯିବା ଟାଇମ୍ରେ ଏମିତି ସବୁ ଦୁର୍ଘଟଣା ଘଟିବ ବୋଲି କେବେ ଭାବିନଥିଲୁ। ଚାଲନ୍ତୁ ଦେଖିବା ବାବୁଙ୍କର ଆଜି କ'ଣ ସବୁ ନିଆ ହେଉଛି। ହେଲେ ଫାଇନାଲି ଏବେ ଯେତେବେଳେ ମୁଁ କୁଆଡ଼େ ଯାଏ ଆଗର ପ୍ରଥମ ମୋ ଜିନିଷଟିକୁ ଦେଖେ। ତ ଫାଇନାଲି ଏଇ ଟପ୍ଟି ଦେଖିଥିଲି ଆଉ ଛୋଟ ଛୋଟ ଡ୍ରେସ୍ ପିଲାଙ୍କ ବହୁତ ଭଲ ଥିଲା। ତାପରେ ଫାଇନାଲି ଏଇ ଡ୍ରେସ୍ଟି ମୁଁ ପସନ୍ଦ କରିଥିଲି। ହେଲେ କ'ଣ ହେବ ଡ୍ରେସ୍ ଆଣିବାଟା ମୋ ପାଇଁ ଏତେ ଆଜି ବିପଦ ସାଜିବ ହେଲେ ମୁଁ କେବେ ଭାବିନଥିଲି। ଫାଇନାଲି ବାବୁଙ୍କର ଆଉ ମୋର ଡ୍ରେସ୍ଟି ପସନ୍ଦ କରିଥିଲୁ ଆଉ ତାଙ୍କ ପାଇଁ ଜିନ୍ସ ଦେଖିବାକୁ ଯାଇଥିଲି। ହେଲେ ବାବୁଙ୍କର ଟିକେ ପସନ୍ଦ ଅଲଗା ସେଥିପାଇଁ ତାଙ୍କର କିଛି ମନ ପସନ୍ଦ ନ ହେଇଥିବାରୁ ମୋ ପାଇଁ କିଛି ଜିନିଷ କିଣିକି ଆମେ ବାହାରି ପଡ଼ିଥିଲୁ। ଆଉ ଆପଣ ବିଶ୍ୱାସ କରିବେନି V2ରୁ ବୋଧେ ଆମେ ଲାଷ୍ଟ କଷ୍ଟମର ଥିଲୁ। V2ର କେହି କଷ୍ଟମର ଥିଲେ ଲାଷ୍ଟ ବିଲିଂ ଆମର ହୋଇଥିଲା। ଫାଇନାଲି ସବୁ କିଣାକିଣି କରିସାରିଲା ପରେ ପହଞ୍ଚି ଯାଇଥିଲୁ ଖାଇବା ପାଇଁ। ତ ଆଜି ମୋର ଇଚ୍ଛା ଥିଲା ଆଜି ବାହାରକୁ ଯିବାର କାରଣ ଥିଲା ମୋର ଟିକେ ଚାଉମିନ ଖାଇବା ଇଚ୍ଛା ଥିଲା। ସେଥିପାଇଁ ବାବୁଙ୍କୁ କହିଥିଲି ଚାଉମିନ ଟିକେ ଖାଇବା। ଆଉ ଖାଇକି ଆସିଲା ପରେ ବାଟରେ ଏମିତି କିଛି ବିପଦ ହେଲା। ଏତେ ବାଟ ପାରି କରିକି ଆଇଲୁ କିଛି ବି ହୋଇନଥିଲା। ଠିକ୍ ରୁମ୍ ପାଖାପାଖି ହେଇଛୁ ବାଟରେ ଗୋଟେ ଇଟା ଥିଲା। ହେଲେ ବାବୁ ଏତେ ସ୍ଲୋ ନେଇକି ଆଇଲେ ମୋର ଗୋଟେ ଭୁଲ ଥିଲା ମୁଁ ତାଙ୍କୁ ଧରି ନଥିଲି। ସେଥିପାଇଁ ସ୍ଲିପ୍ ଖାଇକି ପଡ଼ିନି ହେଲେ ମୁଣ୍ଡରେ ହେଲମେଟ୍ ଥିବାରୁ ମୁଣ୍ଡ ଫୁଣ୍ଡ କିଛି ହେଲାନି। ହେଲେ ହାତ ଭାବନ୍ତୁ ମୋ ପ୍ୟାଣ୍ଟ ଫାଟିକି ମୋ ଆଣ୍ଠୁ ଏମିତି ଛିଡ଼ିଗଲା। ହେଲେ ସିନା ଦେଖାଯାଉଛି ଛୋଟ ଆକାରର ହେଲେ ଏତେ ଜୋର ପେନ୍ ହେଉଛି ନା ମୁଁ ଗୋଡ଼ ଟେକି ପାରୁଛି ଉଠେଇ ପାରୁଛି। ହେଲେ ସେଇ ଜଣେ ସାର୍ ଆସି ପହଞ୍ଚିଗଲେ ତାଙ୍କ ୱାଇଫ୍କୁ ନେଇକି ଆଉ ମେଡ଼ିସିନ ମଲମ ସବୁ ଆଣିକି ସେଇଠି ଅଏଣ୍ଟମେଣ୍ଟ ଲଗେଇଲେ। ସେ ଲଗେଇଲେ ବୋଲି ଟିକେ ମୁଁ ଭଲସେ ଚାଲିପାଇଲି ଆଉ ରୁମ୍ ପର୍ଯ୍ୟନ୍ତ ଆସିପାଇଲି। ଥ୍ୟାଙ୍କ ୟୁ ତାଙ୍କୁ ତ ନିଶ୍ଚୟ ଜଣେଇବି। ଆଉ ଘରକୁ ଆସିସାରିଲା ପରେ ସେ ଯେଉଁ କଷ୍ଟ ଆପଣ ଯାହାର ହେଇଥିବ ସେ ନିଶ୍ଚୟ ଜାଣିଥିବେ। ଆଉ ସେଇ ଦୁଃଖରେ ବାପା ଆମର ଖାଇବେନି ମନା କଲେ। ବାଧ୍ୟ କରିଥିବାରୁ ଫଳେ ରୁଟି ଖାଇଥିଲେ। ରହିଲି ଜୟ ଜଗନ୍ନାଥ। ମିଳିବା ଆମେ ନେକ୍ସଟ ଭିଡ଼ିଓରେ। ଦେହ ଟିକେ ଭଲ ହେଲେ ଭିଡ଼ିଓ ଆପଣଙ୍କ ପାଇଁ ମୁଁ ନିଶ୍ଚୟ ଆଣିବି। ରହିଲି ଜୟ ଜଗନ୍ନାଥ।